कथारे अच्छी चाष काम जार आनंद कि ताहार। निमापड़ा जलवायु थाईलैंड बरकोली चाष कर लाभवान हो पारिछन्ति जड़े चाषी। ଏହି ଅଞ୍ଚଳରେ ମୁଖ୍ୟତଃ ଅଧିକାଂଶ ଚାଷୀ ଧାନ ଓ ପନିପରିବା ଚାଷରେ ନିର୍ଭର କରିଥାନ୍ତି। ହେଲେ ଏହି ଜଳବାୟୁରେ ଥାଇଲାଣ୍ଡ ବରକୋଳି ଚାଷ କରି ଜଣେ ଚାଷୀ ବେଶ ଲାଭବାନ ହେବା ସହିତ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣା। ହଁ ଆଜ୍ଞା, ଆମେ କହୁଛୁ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅଧୀନ ଚଅଣପଦା ପଞ୍ଚାୟତ ହଂସପଡ଼ା ତଳପାଟକ ଗ୍ରାମର ବାସିନ୍ଦା କୃଷ୍ଣଚନ୍ଦ୍ର ସାହୁଙ୍କ କଥା। ବୟସ ଥିବାବେଳେ ରାଜଧାନୀରେ ଏକ ଘରୋଇ ଅନୁଷ୍ଠାନରେ କାର୍ଯ୍ୟ କରିବା ସହ ବଳକା ସମୟରେ ନିଜ ଗ୍ରାମରେ କରୁଥିଲେ ଧାନ ଚାଷ। କିନ୍ତୁ ମନରେ ଥିଲା ନୂଆ ନୂଆ ପ୍ରଣାଳୀର ଚାଷ କିପରି ଏହି ଅଞ୍ଚଳରେ କରାଯାଇପାରିବ। ସେଥିପାଇଁ ଅଧିକାଂଶ ସମୟରେ ସେ ସୋସିଆଲ ମିଡ଼ିଆରେ ନୂଆ ନୂଆ ଚାଷ କିପରି ହେଉଛି ସେ ବାବଦରେ ଅଧିକ ତଥ୍ୟ ସଂଗ୍ରହ କରୁଥିଲେ। ଆଉ ଏବେ ବୟସର ଅପରାହ୍ନରେ ମଧ୍ୟ ମନୋବଳକୁ ସୁଦୃଢ଼ କରି ନିଜର ଥିବା 1 ଏକର ଚାଷ ଜମିରେ ଆରମ୍ଭ କରିଛନ୍ତି ଥାଇଲାଣ୍ଡ ବରକୋଳି ଚାଷ। ଚାଷ ତ ମୁଁ ଆଗରୁ ପାରମ୍ପରିକ ଚାଷ କରୁଥିଲି, ଧାନ ଚାଷ, ମାଛ ଚାଷ, ନଡ଼ିଆ ଚାଷ ସବୁ ଚାଷ ଆମର ଅଛି। କିନ୍ତୁ ନୂଆ କିଛି ଗୋଟେ କରିବାର ଅଭିଳାଷ ମୋର ମୂଳରୁ ଥିଲା, ଏବେ ବି ଅଛି। ଥାଇଲାଣ୍ଡ ବରକୋଳି ଚାଷ ମୁଁ ଦେଖିଥିଲି ଟିଭିରେ ଗୋଟେ ଇଣ୍ଟରଭ୍ୟୁ ଦିଆହେଉଥିଲା ନିଆଳିରେ ଜଣେ ଫାର୍ମରର, ମୋତେ ଦେଖିକି ବହୁତ ଭଲ ଲାଗିଲା। ଏବଂ ଜିତାମେଟ୍ ଲାଇଫ୍ କେୟାରର ରିପ୍ରେଜେଣ୍ଟେଟିଭ୍ ମାନେ ଆସିଥିଲେ, ସେମାନେ ମୋତେ ବୁଝେଇଲେ ଏବଂ ଯାହା ପ୍ରଡକ୍ସନ୍ ହେବ ତାକୁ ଟୋଟାଲ୍ ନେବେ ବୋଲିକି ମଧ୍ୟ ପ୍ରତିଶ୍ରୁତି ଦେଲେ। ସେ ଅନୁସାରେ ସେମାନେ ଗଛ ସପ୍ଲାଇ ଦେଇଥିଲେ, କରୁଛି ଆଉ। ନୂଆ ପ୍ରକାର ଚାଷ କରି ଆପଣ ବର୍ତ୍ତମାନ କେତେ ଖୁସି, ଲୋକମାନଙ୍କୁ କେତେ ଲୋକଙ୍କୁ କାମ ଦେଇଛନ୍ତି ଆପଣ? ନୂଆ ଚାଷ କରି ମୁଁ ବହୁତ ଖୁସି। ମୁଁ 3 ଜଣ ଲୋକଙ୍କୁ ରେଗୁଲାର ଦେଉଛି ଇନକମ୍, ତାଙ୍କ ପରିବାର ଚଳୁଛି ସେଥିରେ। ମୁଁ ତ ପ୍ରତିପୋଷିତ ହେଉଛି ସେଥିରୁ। ମୁଁ ଖୁସି, ବହୁତ ଖୁସି। ୟା ପରେ ଆଉ କ'ଣ ନୂଆ କରିବାର ଇଚ୍ଛା ଅଛି? ଆଉ ନୂଆ କରିବାର କିଛି ଇଚ୍ଛା ଅଛି। ମୁଁ କାଲି ଦେଖୁଥିଲି ଟିଭିରେ ଗୋଟେ ଷ୍ଟ୍ରବେରୀ ଚାଷ ଗୋଟେ କ'ଣ ହେଉଛି ଆମର ମାଲକାନଗିରିରେ, ସେଇଟାକୁ କରିବା ଯୋଜନା ରଖିଛି। ବୁଝିବି କେମିତି କ'ଣ ହେଉଛି, ସେ ଯଦି ସମ୍ଭବ ହୁଏ ସେଇଟାକୁ ଆରମ୍ଭ କରିବି। ଲୋକମାନଙ୍କୁ ଆପଣ ଯୋଗାଉଛନ୍ତି ଗୋଟେ ନୂଆ ଫଳ, ଆଜ୍ଞା, କେମିତି ଲାଗୁଛି? ହଁ, ବହୁତ ଭଲ ଲାଗୁଛି, ଆତ୍ମସନ୍ତୋଷ ମିଳୁଛି। ସେଇଥିପାଇଁ ମାନେ କୁହନ୍ତି ଚଷା ଲକ୍ଷେ ଜୀବ ପୋଷା। ଆଜ୍ଞା, ଆଗରୁ ତ ପରିବାର ଚଳୁଥିଲା ସେମିତି ବିଶେଷ। ଏଠି ଆମେ ଯେଉଁ ଏଠି ରହିଲୁଣି, ଆମେ ଏଠି ବିଲ ଚାଷ ବିଷୟରେ ଏଠି ରହିଲା ହେତୁ ଆମେ ଏଠି ଚାଷ ବିଷୟରେ ସବୁ ଜାଣିଲୁ। ତାପରେ ଆମ ପରିବାର ବି ଖୁସିରେ ଏଠି ଆନନ୍ଦରେ ଚାଲିଛି। ଆଉ ପରିବାର ଚଳିବାରେ କଷ୍ଟ ହେଉଥିଲା? କଷ୍ଟ ହେଉଥିଲା। ଆଉ ଦିନ ମଜୁରିରେ କେଉଁଠି ସବୁ କାମ କରୁଥିଲେ? ଦିନ ମଜୁରୀ ଏପଟ ସେପଟ ବାହାରକୁ ଚାଲିଯାଉ ଆମେ। ଆଉ ବର୍ତ୍ତମାନ କେମିତି କ'ଣ ଚାଲିଛି? ବର୍ତ୍ତମାନ ଏଇନା ଏଠି କାମ ହେଲା ଦିନଠୁ ଆମେ ଏଠି ଖୁସିରେ ଆରାମସେ ପରିବାର ସହ ଚଳୁଛୁ। ଥାଇଲାଣ୍ଡ ବରକୋଳି ଚାଷ ଦ୍ୱାରା କୃଷ୍ଣଚନ୍ଦ୍ର ନିଜେ ଲାଭବାନ ହେବା ସହିତ ତାଙ୍କ ଅଞ୍ଚଳର ଅନେକ ପରିବାରକୁ ରୋଜଗାର ଦେଇ ସ୍ୱାବଲମ୍ବୀ କରାଇ ପାରିଛନ୍ତି। ମୁଖ୍ୟତଃ ସେ ତାଙ୍କ ଚାଷ ଜମିରେ 2 ପ୍ରକାର କୋଳି ଚାଷ କରୁଛନ୍ତି। ଗୋଟିଏ ବଲ୍ ସୁନ୍ଦରୀ ଓ ଅନ୍ୟଟି କାଶ୍ମୀର ସୁନ୍ଦରୀ, ଯାହାର ଚାହିଦା ଏବେ ମାର୍କେଟରେ ଅନେକ ରହିଛି। କୃଷ୍ଣଚନ୍ଦ୍ରଙ୍କ ଏକରେ ଚାଷ ଜମିରୁ ପ୍ରତ୍ୟେକ ଦିନ 1 କ୍ୱିଣ୍ଟାଲରୁ 1.5 କ୍ୱିଣ୍ଟାଲ ଥାଇଲାଣ୍ଡ କୋଳି ବାହାରୁଛି, ଯାହାର ମାର୍କେଟ ଚାହିଦା 1 କିଲୋଗ୍ରାମ ପ୍ରତି 100 ଟଙ୍କା ରହିଛି। କୋଳି ତୋଳା ହେଉ ହେଉ ଟ୍ରକରେ ବୋହି ନେଇ ଯାଉଛନ୍ତି ବେପାରୀ। କେବଳ ଆଖପାଖ ଅଞ୍ଚଳ ନୁହେଁ, ବରଂ କୃଷ୍ଣଚନ୍ଦ୍ର ଅଧିକାଂଶ କୋଳି ରାଜଧାନୀ ଭୁବନେଶ୍ୱରକୁ ମଧ୍ୟ ପଠାଉଛନ୍ତି। ସାର୍, ମୁଁ ତ ବାହାରକୁ ଏମିତି ପଳେଇ ଯାଏ, ପଇସା ପତ୍ର ଟିକେ ମିଳେନି। ତାପରେ ବର୍ତ୍ତମାନ ପାଇଁ ଏଠି କୃଷକ ବାବୁ ଗୋଟେ ସଂସ୍ଥା ଚଳାଇଛନ୍ତି କୋଳି କିଆରି। ମୁଁ ଏବେ ଆସିକି ଆମ ଘର ସେମାନେ ଭଲରେ ଚଳୁଛନ୍ତି। କୃଷ୍ଣଚନ୍ଦ୍ର ନିଜେ ଲାଭବାନ ହେବା ସହିତ ନିମାପଡ଼ା ଅଞ୍ଚଳର ଜଳବାୟୁରେ ଥାଇଲାଣ୍ଡ ବରକୋଳି ଭଳି ବିଦେଶୀ ଫଳ ଚାଷ କରି ଆଖପାଖ ଅଞ୍ଚଳ ସହିତ ସମଗ୍ର ଅଞ୍ଚଳର ଚାଷୀଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ଆଜିର ଯୁବ ଚାଷୀମାନେ ଏହି ଚାଷକୁ ସଠିକ୍ ପ୍ରଣାଳୀ ଅବଲମ୍ବନ କରି ଚାଷ କଲେ ସେମାନେ ମଧ୍ୟ ଅନେକ ମାତ୍ରାରେ ଲାଭବାନ ହୋଇପାରିବେ ବୋଲି କହିଛନ୍ତି। ନିମାପଡ଼ାରୁ ବିବେକାନନ୍ଦଙ୍କ ରିପୋର୍ଟ, ସନଷ୍ଟାର ଟିଭି।